ହେଉଛି ଗୁରୁ ଦିବସ। ଏକ ପବିତ୍ର ଦିବସରେ ଆପଣ ଜଣେ ଛାତ୍ର ଅଛନ୍ତି। ଗୁରୁ ଦିବସରେ ଗୁରୁଙ୍କର ଯେଉଁ ମର୍ଯ୍ୟାଦା, ଗୁରୁଙ୍କର ସମ୍ମାନ ଏବଂ ଆଜିର ଦିନର ଆପଣ କେଉଁ ହିସାବରେ ଦେଖୁଛନ୍ତି ଏବଂ ଗୁରୁଙ୍କୁ କେଉଁଭଳି ହିସାବରେ ଆପଣ ପଦବନ୍ଦନା କରିବାକୁ ଚାହିଁବେ, କେଉଁଭଳି ଭାବରେ ସମ୍ମାନ ଦେବା? ଗୁରୁକୃପା ହାୟର ସେକେଣ୍ଡାରୀ କଲେଜର ଛାତ୍ର। ମୁଁ ଫାର୍ଷ୍ଟ ଇୟର୍ରେ ପଢ଼ୁଛି। ପ୍ରଥମେ ଗୁରୁର ଅର୍ଥ ଆମେ ବୁଝିବା। ଗୁରୁର ଅର୍ଥ ହେଉଛି ମଧ୍ୟଗାଁ। ଗୁରୁର ଅର୍ଥ ହେଉଛି ଶିକ୍ଷା। ଗୁରୁ ଅନ୍ଧାରରୁ ବି ଆଲୋକ ଆଣିଥାଏ, ଆମେ ଗୁରୁ କରିବା। ମାନେ ସେଥି ଯୋଗୁଁ ଆମର ସେ ଆମକୁ ବିଦ୍ୟା ଦାନ କରିଥାଏ। ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ୍ ପରବ୍ରହ୍ମ ତସ୍ମୈ। ଆମେ ଆଜିର ଯେଉଁ ସମାଜ, ଆଜିର ଯେଉଁ ଦୁନିଆ, ଯେ ଗୁରୁକୁ କେତେ କେଉଁଭଳି ସ୍ଥାନରେ ରଖିଛନ୍ତି ଆପଣମାନେ ବୁଝୁଛନ୍ତି। ତ ଗୁରୁକୁ ଆମେ କେବଳ ଗୁରୁ ଦିବସରେ ମନେ ପକେଇବା ତା ନୁହେଁ, ଯେ ଆମେ ଗୁରୁକୁ କେଉଁଭଳି ଭାବରେ ଯିଏ ଅନ୍ଧାରରୁ ଆଲୋକକୁ ଆଣୁଛନ୍ତି ତାକୁ ଆମେ କେଉଁ ଭଳିଆ ସମ୍ମାନ ଭଗବାନର ଆଖ୍ୟା ଦେବା, ନା ଏମିତି ଖାଲି ଗୁରୁ ଦିବସରେ ଗୁରୁ ଆଖ୍ୟା ଦେବା? ଗୁରୁକୁ ଆମେ କେଉଁ ସମ୍ମାନରେ ଆମେ ଦେଇପାରିବା? ଗୁରୁକୁ ଆମେ ଭଗବାନଙ୍କ ଆଖ୍ୟା ଦେବା। କାହିଁକିନା ଗୁରୁ ହେଉଛନ୍ତି ଆମର 2 ନମ୍ବର ଟିଚର। କାହିଁକିନା ଫାର୍ଷ୍ଟ ହେଉଛନ୍ତି ମାତା ପିତା, ସେକେଣ୍ଡ ହେଉଛନ୍ତି ପ୍ରଥମେ ବାବୁଙ୍କର କହିବା କଥା ହେଲା, ପ୍ରଥମେ ହେଉଛନ୍ତି ପ୍ରଥମ ଗୁରୁ ହେଉଛନ୍ତି ତାଙ୍କର ମାତା ପିତା, ଯିଏକି ବାଲ୍ୟାବସ୍ଥାରୁ ସେ ଯେତେବେଳେ ଭୂମିଷ୍ଠ ହେଲେ ମାତା ପିତାଙ୍କଠୁ ସେ ଶିକ୍ଷା ଦ୍ୱିତୀୟ ସେ ହୁଅନ୍ତି ଯିଏ ଶିକ୍ଷା ଗୁରୁ। ସେ ଆପଣ ତାହେଲେ ଆଜିର ସମାଜ ଯେଉଁ ଭାବରେ ଗ୍ରସ୍ତ ହେଇଛି, କ'ଣ କହିବେ ଆପଣ ମେସେଜ୍ ଦେବେ ଆମ ସମାଜର ଯେଉଁ ଛାତ୍ରଛାତ୍ରୀମାନଙ୍କୁ କ'ଣ ମେସେଜ୍? ଯେଉଁମାନେ ବି ନିଶାରକ୍ତ ଅଛନ୍ତି, ଯେଉଁମାନେ ବି ଗୁରୁମାନଙ୍କୁ ଅପମାନ କରୁଛନ୍ତି, ତାଙ୍କ ପାଇଁ ମୁଁ କହୁଛି ତାଙ୍କର ଫାର୍ଷ୍ଟ କଥା। ସେକେଣ୍ଡ କଥା, ସେ ଭବିଷ୍ୟତରେ କିଛି ଭଲ ମଣିଷ ହେଇପାରିବେ ନାହିଁ। ତାପରେ 3 ନମ୍ବର କଥା, ସେ ଉନ୍ନତି କେବେ କରିପାରିବେ ନାହିଁ। ଏଇଟା ହେଉଛି ମୋର ଯେଉଁମାନେ ଏଥିରୁ ନିବୃତ୍ତ ରହିବାକୁ ଆପଣ କହୁଛନ୍ତି। ମୋତେ କହିବା କଥା ହେଲା ଯେ ଗୁରୁକୁ ପ୍ରଥମେ ସମ୍ମାନ ଦିଅନ୍ତୁ, ଯିଏକି ତୁମେ ଅନ୍ଧାରରୁ ଆଲୋକକୁ ଆଣିଛନ୍ତି, ତାଙ୍କୁ ପ୍ରଥମେ ସମ୍ମାନ ଦିଅନ୍ତୁ ଏବଂ ଭବିଷ୍ୟତ ଗୁରୁ ହିଁ ତୁମର ଯେଉଁ ଆଶୀର୍ବାଦ କଲେ ଭବିଷ୍ୟତ ତୁମର ଗଢ଼ା ହେଇଥାଏ। ଭୁବନେଶ୍ୱରରୁ ଜୟରାମ ସାହୁଙ୍କ ରିପୋର୍ଟ, ଓଡ଼ିଶା ଡିଜିଟାଲ୍।